ସାନ୍ତମା ଅନେକ ସମୟରୁ ନାତିକୁ ଦେଖୁଥିଲେ। ନାତିଟି ହୋମୱାର୍କରେ ବ୍ୟସ୍ତ ଥିଲା। କିଛି ସମୟ ପରେ ଯେତେବେଳେ ସେ ସାନ୍ତମାଙ୍କୁ ତା ଆଡ଼କୁ ଅନାଇ ରହିଥିବାର ଦେଖିଲା, ସେ ପଚାରିଲା, ସାନ୍ତମା, କ'ଣ ହେଲା? ସାନ୍ତମା କହିଲେ, ପୁଅରେ, ତୁ ଜାଣିଛୁ କି ଆମେ ପେନ୍ସିଲରୁ ବହୁତ କିଛି ଶିଖିପାରିବା। ନାତି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ପେନ୍ସିଲରୁ? ପେନ୍ସିଲ ଦ୍ୱାରା ତ ଆମେ କେବଳ ଲେଖିପାରିଥାଉ। ସାନ୍ତମା ହସିକି ନାତିକୁ ପାଖକୁ ଡାକିଲେ ଓ ପେନ୍ସିଲ ହାତରେ ଧରି କହିଲେ, ପେନ୍ସିଲରୁ ଆମେ 5ଟି ମୁଖ୍ୟ ବିଷୟ ଶିଖିପାରିବା। ପ୍ରଥମ ଶିକ୍ଷା, ପେନ୍ସିଲ ଦ୍ୱାରା ଯେପରି ତୁମେ ତୁମର ପାଠ କାଗଜରେ ଓ ଖାତାରେ ଲେଖିପାରୁଛ, ସେହିପରି ତୁମେ ତୁମର ଭବିଷ୍ୟତ ନିଜ ହାତରେ ଲେଖିପାରିବ। ଦ୍ୱିତୀୟ ଶିକ୍ଷା, ପେନ୍ସିଲକୁ ବାରମ୍ବାର କାଟିବା ଦ୍ୱାରା ଯେପରି ତୁମେ ତାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିପାରୁଛ, ସେହିପରି ଜୀବନରେ ତୁମେ ଅନେକ କଠିନ ପରିସ୍ଥିତି ମଧ୍ୟ ଦେଇ ଯିବା ଦ୍ୱାରା ହିଁ ତୁମେ ଜଣେ ଉତ୍ତମ ଓ ସଫଳ ମନୁଷ୍ୟ ହୋଇପାରିବ। ତୃତୀୟ ଶିକ୍ଷା, ଯେତେବେଳେ ତୁମେ କିଛି ଭୁଲ ଲେଖିଦିଅ, ସେତେବେଳେ ରବର ସାହାଯ୍ୟରେ ତାହା ଲିଭାଇ ଦେଇଥାଅ ଓ ପୁନର୍ବାର ପେନ୍ସିଲ ଦ୍ୱାରା ଲେଖିବାକୁ ଆରମ୍ଭ କରିଥାଅ। ଠିକ୍ ସେ ପ୍ରକାରେ ଯେତେବେଳେ ତୁମେ କିଛି ଭୁଲ କରିଥାଅ, ତେବେ ତାହା ସ୍ୱୀକାର କରି ନିଜକୁ କ୍ଷମା ଦେଇ ସଠିକ୍ ମାର୍ଗରେ ଚାଲିବାକୁ ଚେଷ୍ଟା କର। ଚତୁର୍ଥ ଶିକ୍ଷା ହେଉଛି, ପେନ୍ସିଲର ବାହ୍ୟ ରୂପଠାରୁ ଭିତରର ଗଠନ ହେତୁ ଆମେ ତାକୁ ବ୍ୟବହାର କରିପାରୁଛୁ। ତେଣୁ ଏଥିରୁ ଆମେ ଶିକ୍ଷା ପାଉଛୁ ଯେ ବାହ୍ୟ ରୂପ ଦେଖି ଆମେ କାହାକୁ ତୌଲି ପାରିବୁ ନାହିଁ। ପଞ୍ଚମ ଶିକ୍ଷା, ତୁମେ ପେନ୍ସିଲ ସାହାଯ୍ୟରେ ଯାହା କିଛି ଲେଖିଥାଅ, ତାହା ଏକ ଚିହ୍ନ ଛାଡ଼ିଯାଏ। ଏ ପ୍ରକାର ଜୀବନ କାଟ ଯେପରି ତୁମେ ଏକ ଉତ୍ତମ ଚିହ୍ନ ଛାଡ଼ିଯିବ। ନାତିଟି ଏହିସବୁ ଶିକ୍ଷା ଦ୍ୱାରା ଆଶ୍ଚର୍ଯ୍ୟ ହୋଇଗଲା। ସାନ୍ତମାଙ୍କ ଦୃଷ୍ଟିକୋଣ କେତେ ସଠିକ୍ ଥିଲା। କିଏ ଭାବିଥିଲା ଯେ ଗୋଟିଏ ଛୋଟ ପେନ୍ସିଲ ଠାରୁ ଆମେ ଏତେ ଶିକ୍ଷା ପାଇପାରିବୁ। ଆମେ ମଧ୍ୟ ଚେଷ୍ଟା କରିବା ଯେପରି ଆମ ଜୀବନକୁ ଈଶ୍ୱରଙ୍କ ହାତରେ ଦେଇ ଏକ ଉତ୍ତମ ଜୀବନଯାପନ କରିବା। ବାଇବେଲ କୁହେ, ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।